କଣ ଚାଲିଛି ଏଇଟା? ଇଏ କଦଳୀ ଭଣ୍ଡା। ବାପରେ ବାପ, ତମେ କୋଉନ ଡଙ୍କ କଲ, କୋଉନ ଭଣ୍ଡା କଲ, ପୁଣି ତମକୁ ବାରମ୍ବାର ସେଇ କଥା କହୁଛ ଏଇଟା ଘୁଞ୍ଚ ଘୁଞ୍ଚ ହାଡେ ଘୁଞ୍ଚ। ଇଏ ଦେଶୀ ଖାଇବା। ଏ ଘୁଞ୍ଚ କଣ କେମିତି କଣ? ଇଏ ଦେଶୀ ଖାଇବା। ଆଜିରେ କେତେ ଭିଟାମିନ୍ ଅଛି ଜାଣିଛୁ? ଆରେ ଇଏ କଣ ତ ମୋର ତ ଦରକାର ଟିକେ ଆଇଁଷ ଫାଇଁଷ ଟିକେ ଦରକାର। ଆଇଁଷ କଣ ହବ ସବୁବେଳେ? ପନିର ଆଉ ମସରୁମ। ଆଜିରେ ଏମିତି ଛଡା ହବ। ଇଏ ଖାଇଲେ କଣ ହବ? ଇଏ ଛଡା ହେଇକିରି ରାଇ କର, ଡାଲମା କର, ବରା କର, ଯାହା କର ସବୁ ହବ। ଏଥିରେ ପ୍ରୋଟିନ ଅଛି ନା? ଆଉ ଆଜିର ଭିଟାମିନ୍ ଆଜିକାଲି ଇଏ ବୋହୂ ମାନେ ସ୍ତ୍ରୀ ମାନେ କରିପାରୁନାହାନ୍ତି, ତାକୁ ଟିକେ କହିବା କଥା ନା। କହୁଛି ମୋ ବୋଉକୁ। ବୋହୂ ଶିଖିବା, ତମେ ଶିଖଉଛ ଯେ ଆଜିକାଲି ତ ମଟନ ଖିଆ ଖାଉଛନ୍ତି ତ, ମୁଁ ସେଇଥିପାଇଁ କହୁଥିଲି। ମଟନ କଣ ଖାଇବୁ? ମଟନ ଖାଇ ତା ଦେହରେ ବି ଆକୁ ଖାଇବୁ। ଏଇଟା ଦେଖନ୍ତୁ, ଆପଣଙ୍କୁ ଗୋଟେ ରିଏଲ କଥା କହୁଛି। ମୋ ତତେ କେତେ ବର୍ଷ ହେଲା? ଆମର 60 ମାନେ 60 କ୍ରସ୍ କରିଗଲାଣି। ଗୋଟେ ବଢିଆ କଥା ଦେଖନ୍ତୁ, ଆଜିକାଲି ଛୋଟ ପିଲାଙ୍କର ଚୁଟି ଫୁଟି ପାଚି ଯାଉଛି, ନିଶ ଫିସ ଧରି ପାଚି ଯାଉଛି ଛୋଟ ପିଲାଙ୍କର। କିନ୍ତୁ ମମି କି ଆମର 61 ପ୍ଲସ୍ ଚାଲିଛି, 60 ପ୍ଲସ୍। ଏଇଠି ଦେଖନ୍ତୁ ଚୁଟି ପାଚି ନାହିଁ, ଚୁଟି ପାଚି ନାହିଁ, ଚୁଟି ପାଚି ନାହିଁ। କାଟେ କ୍ୟାମେରା ମାନେ ଦେଖିଦେବେ, ଚୁଟି ପାଚି ନାହିଁ। ଆର କାରଣ ହଉଛି କଣ? ଦେଶୀ ଖାଇବା। ଦେଶୀ ଖାଇବା ମାନେ ମମିର ଆମର ସବୁଠୁ ବେଷ୍ଟ ହଉଛି ଡାଲମା, ଶାଗ, ଆଉ ଏମିତିଆ ଭଣ୍ଡା, ଆଉ ରାଇ ଫାଇ। ଆଇଁଷ ବି ଖାଏ, କମ ଖାଏ। ମାନେ ତା ମାନେ ନୁହେଁ ଯେ ଖାଲି ଏଥିରେ ଚାଲେ ଆଇଁଷ ହୁଏ। ଛଡିଆ ହବ, ତା ଭିତରୁ ବାହାରିବ ଏ ଫୁଲଟା ଛଡା ହବ। ଆଉ ପଡିବ, ଗୋଟି ଗୋଟିକି ବଛା ହବ। ତାପରେ ଚୁନେଇ ଚୁନେଇ କଟା ହବ, ସିଝା ହେଇକି ନିଗିଡା ହବ, ତା କଷ ପାଣି ବାହାରିଯିବ। ତାପରେ ତମେ ଯାହା କରିବ, ଛାଣିକି ଖାଇଲେ ହବ, ବୋଉକୁ ଟିକେ ଶିଖଉନ କରିକି। ରାଇ କଲେ ହବ, ଡାଲମା ବୁଟ ଡାଲି ଆଳୁ ପକେଇକି ଘରର ବୋଉ ଜାଣିଛି ଡାଲମା କଲେ ହବ। ହଁ, ବୋଉକୁ ମୁଁ ଶିଖେଇଛି। ଶିଖେଇଛ? ହଁ, ବୋଉ ଶିଖିଛି, କରିଛି ମଧ୍ୟ, ଆମେ ଖାଇଛେ। ମାନେ ଇଏ ସତ କଥା। କିନ୍ତୁ କାରଣ ମୁଁ ଗୋଟେ ଜିନିଷ ଦେଖିଲି, ଏଥିରେ ବହୁତ ପ୍ରୋଟିନ୍ ଅଛି। ଆମେ ଯୋଉ ଆଜିକାଲି ଯୋଉ ଖାଦ୍ୟଟା ଖାଉଛେ ଫାଷ୍ଟ ଫୁଡ, ଭଲ କିଛି ନାହିଁ। ଏ ହାର୍ଟ ଆଟାକ୍ ଏଥିରେ ରୋଗ ଖାଲି ସତ କଥା ମୁଁ ଦେଖିଲି। ଆଉ ଏଇ ଯୋଉ ଶାଗ, ମୁଗ, ଡଙ୍କ ଏଗାର ମାନେ ଆପଣଙ୍କର ମାନେ ପଇସା କମ ଦେଇ ଖାଇବେ କିନ୍ତୁ ଦେହ ସୁସ୍ଥ ରହିବ ନା ନାଇଁ? ଏମିତି ପନିର ଫନିର ଖାଇଲେ, ଚିକେନ ମଟନ ଦେଶୀ ଖାଦ୍ୟ ଆଉ ଦେହ ରୋଗ କିଣୁଛି। ଆଉ ସତ କଥା, ମଞ୍ଜା ଗୋଟାଇ ସେ ବି ବଢିଆ ଜିନିଷ। ହଁ, ଇଚ୍ଛା ହଉଛି କଞ୍ଚା ବି ଟେଷ୍ଟ। ହଁ, ତା ମଝିଟା ବାହାରିବ, ଖାଇବାକୁ ବଢିଆ ଲାଗିବ ମଝିଟା। ଏଇ ଛୋଟବେଳେ ଆର ମଝି ମୁଁ ଖାଇଛି। ହଁ, ସେଇଆ ମୁଁ ଭୁଲି ଯାଇଛି, ବଡ ହେଇଗଲେଣି ନା, ମାନେ ମନ ନାହିଁ, ଟିକେ ଭୁଲି ଯାଇଛି। ଏବେ ମନେ ପଡିଲା। ସେଇ ଯୋଉ ଆକୁ ଚୋବେଇ ଦେଲେ, ଓ ବିୟୁଟିଫୁଲ ବିୟୁଟିଫୁଲ। ଆଗେ ଘରେ ବଛା ହେଇକି ପଡୁଛି ଫଳରା, ଆକୁ ଚୋବେଇଲା ପରେ ମୋର ଛୋଟବେଳ କାହାଣୀ ମନେ ପଡିଗଲା। ଏଇ ଯୋଉ ଅଗଟା ଚୋବେଇଲି, ଏ ଅଗଟା ଭିତରେ ଗୋଟେ ଅଛି, କାର୍ଡ କଣ ଲାଗିବ, କାର୍ଡ କଣ। ଆମେ ତ ଖାଇବା, ଆଉ ତ କେହି ବାହାର ଲୋକ ଖାଇବେନି। ଆଉ ଟିକେ ଇଏ ହଉଛି, ହାତ ଅଠା ଦଉଛି ଆଉ। ଏଇ ଜିନିଷଟା, ଏଇଟା ଫୁଲର। ମଝିଟା ଭଲ ମିଠା ଲାଗିବ। ମଝିରେ ଟାଇମ୍ ଲାଗିବ ସରିଲାକୁ ଆଉ। ଧର ମୁଁ ଟିକେ ରାମ୍ପି ପକାଏ। ଇଏ ପୁରା ଟାଇଟ୍ ମାଲ ଆଉ। ଆକୁ ମୋ ବଡବାପା ଝିଅ ଆଣିଥିଲା ସିଲରୁ। ଇଏ ନିକି ମା ବହୁତ, କିନ୍ତୁ ଖାଇବାକୁ ଟେଷ୍ଟ। ଆରେ ଭାଇ, ବାଦାମଟା ତମେ କିଣିକି ପ୍ୟାକେଟରୁ ଖାଇବ ଟେଷ୍ଟ ନାହିଁ, କିନ୍ତୁ ଛଡେଇ ଖାଇଲେ ଟେଷ୍ଟ ଅଛି। ଯୋଉଠି କଷ୍ଟ ଅଛି ସେଠି ପ୍ରେମ ଅଛି। ସେ ଯୋଉଠି କଷ୍ଟ ଅଛି ସେଠି ପ୍ରେମ ଅଛି, ସେଠି ବି ସ୍ୱାଦ ବି ଅଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ପ୍ରଭୁ।